ଦାରିଦ୍ର ନାଶନମ ଦାନ, ଶୀଳ ଦୁର୍ଗତି ନାଶନମ, ଅଜ୍ଞାନ ନାଶିନୀ ପ୍ରଜ୍ଞା, ଭାବନା ଭୟଦାସିନୀ। ଦାନ କରିବା ପ୍ରବୃତ୍ତି ଦାରିଦ୍ର ମନୋଭାବ ନାଶ କରେ, ନମ୍ର ସ୍ୱଭାବ ଦୁଃଖ ନାଶ କରେ, ବୁଦ୍ଧି ଅଜ୍ଞାନତା ଦୂର କରେ ଏବଂ ସତ୍ ଭାବନା ଦ୍ୱାରା ଭୟର ବିନାଶ ହୁଏ। ଦାରିଦ୍ର ହୁଏ ନା କଲେ ଯଥାଶକ୍ତି ଦାନ, ଦୁର୍ଗତି ହୁଏ ନା କଲେ ଭଲ ଆଚରଣ, ଅଜ୍ଞାନତା ନାଶ ହୁଏ ଲାଭ କଲେ ଜ୍ଞାନ, ଭୟ ଦୂର ହୁଏ ଚିନ୍ତା କଲେ ନାରାୟଣ। ଦରିଦ୍ର ହୋଇଥିଲେ ମଧ୍ୟ ଯେ ଯଥାଶକ୍ତି ଦାନ କରନ୍ତି ତାଙ୍କ ମନରେ ଦାରିଦ୍ର ମନୋଭାବ ରହେ ନାହିଁ। ଦୁଃଖ କଷ୍ଟରେ ଯେ ଉତ୍ତେଜିତ ନ ହୋଇ ବା ଭାଙ୍ଗି ନ ପଡ଼ି ଧୈର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା କରନ୍ତି, ଦୁଃଖ ଅନୁଭବ କରନ୍ତି ନାହିଁ। ଯଥୋଚିତ ଜ୍ଞାନ ନଥିଲେ ମଧ୍ୟ ଯେ ନିଜର ବୁଦ୍ଧିରେ କର୍ମ କରନ୍ତି, ଜ୍ଞାନର ଅଭାବ ବୋଧ କରିପାରନ୍ତି ନାହିଁ। ଈଶ୍ୱର ଭକ୍ତି, ଗୁରୁଜନମାନଙ୍କ ପ୍ରତି ସମ୍ମାନ, ସତ୍ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ ଓ ସହଯୋଗ କାମନା ଆଦି ସତ୍ ଭାବନା ଦ୍ୱାରା ଭୟର ବିନାଶ ହୁଏ। ଅର୍ଥାତ୍ ସେ କୌଣସି ବିପଦ ଆପଦ କର୍ମ ପ୍ରଚେଷ୍ଟାକୁ ଭୟ କରନ୍ତି ନାହିଁ। ସବୁ ଝିଅ ତ ତାଙ୍କ ବାପାଙ୍କର ଗେହ୍ଲି ଝିଅ ହେଇଥାନ୍ତି। ଭାଗ୍ୟରେ ଥିଲେ ସ୍ୱାମୀଙ୍କ ଗେହ୍ଲି ସ୍ତ୍ରୀ ହେବାର ସୌଭାଗ୍ୟ ମିଳେ। କୁହୁଡ଼ି ଶୀତ ସକାଳର କୁହୁଡ଼ି ଆଜ୍ଞା ଆମକେ ଗୋଟେ ଶିକ୍ଷା ଦେସି ଯେ ରାସ୍ତା ଯେତ୍କି ତକ୍ ଦେଖାଯାଉଛେ ଚିନ୍ତା ନାଇଁ କରିକିରି ସେତ୍କି ତକ୍ ପହଞ୍ଚି ଯାଉଁ, ତାରପରେ ଫେନ୍ ରାସ୍ତା ଆଗକେ ଦେଖାଯିବା। ପରିଶ୍ରମରେ ସବୁବେଳେ ସଫଳତା ମିଳେନି, ହେଲେ ଆଳସ୍ୟ ନିଶ୍ଚିତ ଭାବରେ ଅସଫଳତାକୁ ନିକଟତର କରିଦେଇଥାଏ। ସାଥିରେ ରହିବା ପାଇଁ ତ ସମସ୍ତେ କଥା ଦେଇଥାନ୍ତି, ହେଲେ ମୋ ସୁଖ ଦୁଃଖରେ ମୋ ବାପାଙ୍କ ଛଡ଼ା ଆଉ କେହି ମୋ ସାଥିରେ ନଥାନ୍ତି। ଜୀବନରେ କେବେ କାହା ପଛରେ ଦୌଡ଼ନ୍ତୁ ନାହିଁ। ତା ମନରେ ଆପଣଙ୍କ ପ୍ରତି ଭଲ ପାଇବା ତ ବଢ଼ିବନି, ବରଂ ଆପଣ ନିଜେ ନିଜର ଆତ୍ମସମ୍ମାନ ଅନ୍ୟମାନଙ୍କ ଆଗରେ ନିଶ୍ଚୟ ହରାଇ ବସିବେ। ଆପଣଙ୍କ ପଛରେ କିଏ କ'ଣ ଭାବୁଛି, ଆପଣଙ୍କ ପଛରେ କିଏ କ'ଣ କହୁଛି ଭାବି ବିଚଳିତ ହୁଅନ୍ତୁ ନାହିଁ। ଯଦି ଆପଣ ସତ୍ ରାସ୍ତାରେ ଅଛନ୍ତି, ତେବେ ଦୁନିଆର କୌଣସି ଶକ୍ତି ଆପଣଙ୍କର କ୍ଷତି କରିପାରିବ ନାହିଁ। ଜୟ ଶ୍ରୀ ଜଗନ୍ନାଥ। ଜନ୍ମଦାତା ଗୁରୁ ଆଚାର୍ଯ୍ୟ ଅନ୍ନଦାତା ଭୟରୁ ରକ୍ଷା କରୁଥିବା ବ୍ୟକ୍ତିଙ୍କୁ ପିତା କୁହାଯାଏ। ଜୟ ଶ୍ରୀ ଜଗନ୍ନାଥ।